बाबू कार पळेलू दादा मारी लगे 7 ବର୍ଷର ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳରେ ଜଣେ 7 ବର୍ଷର ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ଚାଟିକଣା ସ୍ଥିତ ପୁରୁଣା ଷ୍ଟେସନ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି ଗନ୍ତାୟତ 7 ବର୍ଷର ଶିଶୁକୁ କେହି ଜଣେ ଅପହରଣ କରି ନେଇଥିଲା। ପରେ ପୁରୁଷୋତ୍ତମଙ୍କ ସମ୍ପର୍କୀୟଙ୍କୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା ଯେ 3,50,000 ଟଙ୍କା ଦେଲେ ଋଷିକୁ ପାଇବ ବୋଲି ଧମକ ଦେଇଥିଲା। ଏ ସମ୍ପର୍କରେ ପୁଲିସକୁ କିମ୍ବା ଅନ୍ୟ କାହାକୁ ଜଣାଇଲେ ସ୍ଥିତି ଖରାପ ହେବ ବୋଲି ମଧ୍ୟ ଧମକ ଦିଆଯାଇଥିଲା। ପରିବାର ଲୋକେ ଓ ସମ୍ପର୍କୀୟ ଆଜି ଦିନସାରା ଖୋଜାଖୋଜି କରିଥିଲେ ମଧ୍ୟ ଋଷିର ପତ୍ତା ପାଇନଥିଲେ। ବିଳମ୍ବିତ ରାତିରେ ଋଷିର ମୃତଦେହ ଏକ ବସ୍ତାରେ ବନ୍ଧାଯାଇ ଘର ପଛପଟେ ଫିଙ୍ଗା ଯାଇଥିବାର ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ବିଷମକଟକ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବ ବୋଲି ବିଷମକଟକ ଥାନା ଆଇଆଇସି ସମର୍ପିତା ସ୍ୱାଇଁ କହିଛନ୍ତି। ଏପଟେ ପରିବାର ଲୋକେ ନ୍ୟାୟ ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି। ଜାଣି ନାହିଁ ଆଜ୍ଞା, ଘରେ ଶୋଇଥିଲା ଆଜ୍ଞା, ଘରେ ଶୋଇଥିଲା ଦାଦା ଡାକିଲା ଆସେ ବାବୁ ମାର୍କେଟ ଆଡେ ଯିବା ବୋଇଲା, ଲେସ୍ ଆଣିଯିବା ଆସେ ବୋଇଲାରୁ ପିଲା ଗଲା। ତା ଦାଦା ଆଣିକି ଏଠି ଛାଡ଼ିଲି ବୋଇଲେ ସେ ପିଲା ଏଠିକି ଆସିଲା କି କୋଉଠି ଥିଲା କିଏ ନେଇକି ତାକୁ ମାରି ଦେଇଛନ୍ତି। ମୋ ପିଲା ଶଙ୍କି କାଟି ଦେଇଛନ୍ତି। ମୋ ପିଲା ସନ୍ଧ୍ୟାରେ ଆଳୁ ଆଣିଦେଲା ମତେ। ମୋ ପିଲା ମୋବାଇଲ ଦେଖିକି ଥିଲା, କେଡେ ସୁନ୍ଦର ଘରେ ଥିଲା ବାପା। ଏଇଟା କିଏ ଜାଣି ଶୁଣି ମାରିଛି ମୋର ପିଲାକୁ, ନ୍ୟାୟ ମିଳିବାର ଅଛି। ତାକୁ ବି ସିଏ କଲ ଭଲ ହେଇକି ମରିବ, ସିଏ ବି ମୋ ପିଲାକୁ ଯିଏ ମାରିଛି ସିଏ ବି କଲ ଭଲ ବାଛି, ତାକୁ ଧରିବାର ଅଛି। ମୁଁ ଜାଣିବି ନାହିଁ ମୋ ପିଲାକୁ ଏତେ କଲ ଭଲରେ ମାରିଛି। ମୋ ପିଲା କିସ କଲା ବାଳୁକ ପିଲା, ମୋ ପିଲା ତ କିଛି ଜାଣି ନାହିଁ। ତାକୁ ଏମିତି କରି ମାରିଛ ଭଲ ପଡିବ ନାହିଁ। କେମିତି କରିବି ବାପାରେ ନାନା। ହରିଶ୍ଚନ୍ଦ୍ର ବଞ୍ଚକ ମେସେଜ ଆଇଲା, ଫାଷ୍ଟ ମେସେଜ ଆଇଲା ପରେ ଆମେ ଭଣଜା ଖୋଜୁଥିଲୁ। ଖୋଜିଲା ଭିତରେ ତାକୁ ଏମିତି ମାରି ଦେଇଛନ୍ତି। କଣ ଥ୍ରେଟନିଂ ଥିଲା ହଉଛି 3,00,000 ଟଙ୍କା ଧରିକି ଆସ ପାର୍ବତୀପୁରମ 10ଟା ଅଧେ ଭିତରେ ପହଞ୍ଚ, ପହଞ୍ଚିଲେ ତମ ଭଣଜାଟା ମିଳିବ, ନହେଲେ ଏମିତି କରିଦବ ମାରିଦେବ ବୋଲି ନିଷ୍ପତ୍ତି ନେଉଥିଲେ। ସେଟା ଆମେ ଡିସାଇଡ୍ କରିନୁ, ଇଆଡେ ଏମିତି ମାରି ଦେଇଛନ୍ତି ଆଉ। ହଁ ତ ନାଇଁ, ମେସେଜ ଆସିଥିଲା 9ଟା ଅଧେ ଭିତରେ। ହଁ କଣ ଯୋଉଟା ହେଲେ ତଦନ୍ତ କର, ଗୋଟେ ଡିସାଇଡ୍ କଣ କର, ଆଉ ଯୋଉଟା ଦୋଷୀକୁ ତ ଦଣ୍ଡ ଦେବା ନିହାତି ଦରକାର ନା। ମୋ ନାଁ ଲକ୍ଷ୍ମୀ ଗନ୍ତାୟତ। ମୋର ନାତି ଗୋଟେ ଥିଲା, ଶିଶୁ ମନ୍ଦିରରେ ପଢୁଥିଲା, 8 ବର୍ଷର ହେଇଛି। ହେଲେ ସେ ବିସ୍କୁଟ ଖାଉଥିଲେ ଦାଦା ପୁତୁରା ପଟରେ ଗଡିକିରି, ହେଲେ ଖେଳିକିରି ଖାଉଥିଲେ। ସେ ପିଲାଟା ବୋଇଲା ନାଇଁ ଦାଦା ମାର୍କେଟ ଯିବା, କଣ ଆଣିବା ବୋଇଲା। ହଉ ବାବୁ ଚାଲେ ବୋଇଲା, ତାକୁ ନେଇକିରି ଗଲା। ଆଣିଲା, ତାପରେ ଏଠି 2 ଦାଦା ପୁତୁରା ଠିଆ ହେଲେ, ନାଇଁ ଦାଦା ମତେ ଲେସ୍ ଆଣିଦେ ବୋଇଲା। ହଉ ବାବୁ ତୁ ଘରକୁ ଯା, ମୁଁ ଲେସ୍ ଆଣି ଯାଉଛି ବୋଇଲା। ଏଇଠି ଛାଡିଲା, ପୁଣି ଗଲା। ଥର ଜଳା ଏଠି ଲୁଚୁଥିଲା ଯେ ତାର ପାଟି ବନ୍ଦ କରିକି ପଳେଇଛି ଧରିକି ତାକୁ। ନାଇଁ ସେ ମୋ ପୁଅ କା କହୁଛି, ଏଠି ଆଣିକି ମୁଁ ଛାଡିଲି ବୋଲ। ଆମେ ଚାହିଁଲେ କିଛି ନାହିଁ, ମୋର ବାଳୁକ ପିଲାଟା ନାତିଟା ଯେମିତିକି ତାଙ୍କ ଜେକ ଫେକ କାଟିକିରି ମାରିଛନ୍ତି, ସେମିତି ତାଙ୍କୁ ହବା ଦରକାର। ସେ ମରିବା ଦରକାର। ସେ ମରିଲେ ଆମେ ଶାନ୍ତି ପାଇବୁ, ମୋ ପିଲା ଶାନ୍ତି ପାଇବ। ନାଇଁ ତମେ ସାଙ୍ଗେ ସାଙ୍ଗେ ମେସେଜ ପଠେଇବ 3,50,000 ବେଳ କାହାର ବାପା ରଖିଦେଇଥିଲି, ସାଙ୍ଗେ ସାଙ୍ଗେ କାଢିକି ତମକୁ ଦେଇଦବୁ। 3,50,000 ଦିଅ ବେଳ ମେସେଜ ଛାଡିଲା, ତାର ସାଙ୍ଗେ ସାଙ୍ଗେ ତମ ପିଲା ନାହିଁ ବୋଲଛି। ଚାରିଆଡେ ଖୋଜା ଖୋଜି କଲା ବେଳକୁ ସେ ପିଲା ନାହିଁ, ମାରିକି ପକେଇছে। କହିଲେ ଏମିତି କରିଦେଇକି ତାକେ ବି ସେମିତି ମରବା ଦରକାର। ତାକେ ନ ମନ ଯେ ଆମେ ଶାନ୍ତି ପାଇବୁ ନା, ମୋ ପିଲା ଶାନ୍ତି ପାଇବ ନା, ମୋ ନାତି। ରାୟଗଡ଼ାରୁ ଦିଲ୍ଲୀପ କୁମାର ପଡ଼ିଆରୀଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।